ନମସ୍କାର ଦର୍ଶକ ବନ୍ଧୁ ସାବିତ୍ରୀ ବ୍ରତଟି ଆମର ପ୍ରତ୍ୟେକ ହିନ୍ଦୁ ସଧବା ନାରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ ଅଟେ। ତେବେ ସାବିତ୍ରୀ ବ୍ରତରେ କିଛି ଏପରି ନିୟମ ରହିଥାଏ ଯେଉଁ ନିୟମଗୁଡ଼ିକୁ ପାଳନ କରିବା ଦ୍ୱାରା ଆପଣଙ୍କ ସ୍ୱାମୀଙ୍କର ମଙ୍ଗଳ ହେବା ସହିତ ସେ ଦୀର୍ଘାୟୁ ମଧ୍ୟ ହୋଇଥାନ୍ତି। ଏବଂ ଯଦି ସାବିତ୍ରୀ ବ୍ରତ ଦିନ ଏହି ନିୟମଗୁଡ଼ିକର ପାଳନ କରିନଥାନ୍ତି ତେବେ ଆପଣଙ୍କର ବ୍ରତ ଭଙ୍ଗ ହୋଇଯାଇଥାଏ। ଆପଣଙ୍କୁ ବ୍ରତର କୌଣସି ବି ଶୁଭ ଫଳ ପ୍ରାପ୍ତ ହୋଇନଥାଏ। ଏହା ବ୍ୟତୀତ ଆପଣଙ୍କ ସ୍ୱାମୀଙ୍କର ଅମଙ୍ଗଳ ମଧ୍ୟ ହୋଇଥାଏ। ଆପଣମାନେ ଜାଣନ୍ତି ଦେବୀ ସାବିତ୍ରୀଙ୍କୁ ଆମେ ଆମର ଉଦାହରଣ ସ୍ୱରୂପ ଭାବି ଏହି ବ୍ରତଟିକୁ ପାଳନ କରିଥାଉ। କାରଣ ଦେବୀ ସାବିତ୍ରୀ ନିଜ ସ୍ୱାମୀଙ୍କର ଜୀବନ ରକ୍ଷା କରିବା ପାଇଁ 3 ଦିନ ଧରି ନିଷ୍ଠାର ସହିତ ବ୍ରତ ପାଳନ କରିଥିଲେ। ତେଣୁ ଆମେମାନେ ସମସ୍ତେ ମଧ୍ୟ 3 ଦିନ ଧରି ଏହି ବ୍ରତଟିକୁ ନିଷ୍ଠାର ସହିତ ପାଳନ କରିବା ଉଚିତ। ବନ୍ଧୁମାନେ, ସାବିତ୍ରୀ ବ୍ରତ ଦିନ ନୁହେଁ, ସାବିତ୍ରୀ ବ୍ରତରେ ପୂର୍ବ ଦିନ ଏବଂ ପର ଦିନ ମଧ୍ୟ ଆପଣଙ୍କୁ ନିୟମର ପାଳନ କରିବାର ଅଛି। ଯେମିତିକି ସାବିତ୍ରୀ ବ୍ରତ ପର୍ବ ଦିନ କିମ୍ବା ସାବିତ୍ରୀ ବ୍ରତର ପରଦିନ ମଧ୍ୟ ଆପଣ ଆମିଷ କିମ୍ବା ପିଆଜ ରସୁଣ ଖାଇବା ଉଚିତ ନୁହେଁ। ସ୍ୱାମୀଙ୍କ ସହିତ ଶାରୀରିକ ସମ୍ପର୍କ ମଧ୍ୟ ରଖିବା ଉଚିତ ନୁହେଁ। ତେଣୁ ଆପଣ ବ୍ରତର ପୂର୍ବ ଦିନ ଏବଂ ପରଦିନ ମଧ୍ୟ ବ୍ରତର ନିୟମଗୁଡ଼ିକୁ ପାଳନ କରିବା ସହିତ ଯାହାଦ୍ୱାରା ଆପଣଙ୍କୁ ବ୍ରତର ସମ୍ପୂର୍ଣ୍ଣ ଶୁଭଫଳ ପ୍ରାପ୍ତି ହୋଇଥାଏ। ତେବେ ବନ୍ଧୁମାନେ ମନେ ରଖିବେ ଯେ ସାବିତ୍ରୀ ବ୍ରତ ଦିନ ଆପଣ କିଛି ବି ବଦଳେଇକି ନୂଆ ପିନ୍ଧିବେ ନାହିଁ। ଆପଣ ଯେଉଁ ଚୁଡ଼ି ମଙ୍ଗଳସୂତ୍ର ତା ପୂର୍ବ ଦିନରୁ ବଦଳେଇ ପିନ୍ଧିଥିବେ ସେହିଦିନ କେବେ ବି ହାତରୁ ଚୁଡ଼ି ଖୋଲିବେ ନାହିଁ କିମ୍ବା ଗଳାରୁ ମଙ୍ଗଳସୂତ୍ର ଖୋଲିବେ ନାହିଁ। ପୂଜା ସାରିବା ପରେ ଯେଉଁ ଚୁଡ଼ି ଆପଣ ରଖିଥିବେ ଚୁଡ଼ି ଉପରେ ସେହି ପୂଜା ଚୁଡ଼ିକୁ ପିନ୍ଧି ପାରିବେ, କିନ୍ତୁ ହାତରୁ ସେଦିନ ଚୁଡ଼ି ଖୋଲିବେ ନାହିଁ। ଆପଣମାନେ ଜାଣନ୍ତି ସାବିତ୍ରୀ ବ୍ରତଟି ବର୍ଷର ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥିରେ ପଡ଼ିଥାଏ, ଯାହାକି ଏ ବର୍ଷ ଆମର ମେ 26 ତାରିଖରେ ପଡ଼ୁଛି। ଏ ବର୍ଷ ସୋମବାର ଦିନ ସାବିତ୍ରୀ ବ୍ରତ ପଡ଼ୁଛି। ସାବିତ୍ରୀ ବ୍ରତରେ ଲାଲି ବା ହଳଦିଆ ରଙ୍ଗର ବ୍ରତ ପୂଜା କରିପାରିବେ ଏବଂ ବ୍ରତର 7ଟି ଗଣ୍ଠି ପକାଇବେ। ଏହି ବ୍ରତକୁ ସର୍ବଦା ନିଜର ଡାହାଣ ହାତରେ ପିନ୍ଧିବେ। ପୂଜା ଆପଣମାନେ ନିଜ ଘରେ କରିପାରିବେ, ନାରାୟଣଙ୍କ ମନ୍ଦିରରେ କରିବେ କିମ୍ବା ମା ସାବିତ୍ରୀଙ୍କ ପାଖରେ କରିପାରିବେ। ବରଗଛ ମୂଳରେ ମଧ୍ୟ କିଛି ସ୍ଥାନରେ ମହିଳାମାନେ ଏକତ୍ରିତ ହୋଇ ପୂଜା କରିଥାନ୍ତି। ଆଉ କିଛି ଲୋକ ଶିଳରେ ହଳଦୀ ଲଗାଇ ମାଙ୍କର ଆଖି, ନାକ, ପାଟି, ମୁହଁ ଏସବୁ କରି ମାଙ୍କର ପ୍ରତିମୂର୍ତ୍ତି କରି ଘରେ ସାବିତ୍ରୀ ବ୍ରତ ପୂଜା କରିଥାନ୍ତି। ତେବେ ଯାହା ବି କଲେ ଆପଣ ବରଗଛ ପାଖକୁ ଟିକେ ଯାଇକି ପୂଜା କରିକି ନିଶ୍ଚିତ ଆସିବେ। ଏହାକୁ ଅତ୍ୟନ୍ତ ଶୁଭ ବୋଲି ମନା ଯାଇଥାଏ। ତେବେ ଯେଉଁମାନେ ଏ ବର୍ଷ ପ୍ରଥମ କରି ସାବିତ୍ରୀ ବ୍ରତ କରୁଛନ୍ତି ସେମାନେ ବ୍ରାହ୍ମଣଙ୍କ ଦ୍ୱାରା ପୂଜା କରାନ୍ତୁ, କାହିଁକି ନା କୌଣସି ବି ପୂଜା ସଂକଳ୍ପ ବିନା ପୂରା ହୋଇନଥାଏ। ତେଣୁ ଯେହେତୁ ଏଇଟା ଆପଣଙ୍କର ପ୍ରଥମ ବ୍ରତ, ତେଣୁ ଆପଣ ଘରକୁ ବ୍ରାହ୍ମଣ ଡକାଇ ସଂକଳ୍ପ କରି ବ୍ରତର ଆରମ୍ଭ କରନ୍ତୁ, ଯାହା ଆପଣଙ୍କ ଏବଂ ଆପଣଙ୍କ ସ୍ୱାମୀଙ୍କ ପାଇଁ ମଙ୍ଗଳଦାୟକ ହୋଇଥାଏ। ତେବେ ଯଦି ଆପଣଙ୍କ ଘରେ ଛୁତିକା ବା ମୂର୍ତ୍ତିକା ହୋଇଛି ତେବେ ଆପଣ ପୂଜା କରିପାରିବେ ନାହିଁ, କାରଣ ଛୁତିକା ମୂର୍ତ୍ତିକା ସମୟରେ ଶରୀର ଅପବିତ୍ର ହୋଇଥାଏ। ସେଥିପାଇଁ ଏ ସମୟରେ ପୂଜା କରାଯାଇ ନଥାଏ। ଯଦି ଆପଣଙ୍କ ଋତୁସ୍ରାବ ହୋଇଥିବାର 5 ଦିନ ହୋଇଛି ତେବେ ଆପଣ ପୂଜା କରିପାରିବେ, କିନ୍ତୁ ତା ପୂର୍ବରୁ କରିପାରିବେ ନାହିଁ। ଆପଣ ନିଜ ସ୍ୱାମୀ କିମ୍ବା ଘରର ଅନ୍ୟ ପରିବାର ସଦସ୍ୟଙ୍କ ହାତରେ ପୂଜା ସାମଗ୍ରୀକୁ ଦେଇ ମନ୍ଦିର ପୂଜା କରାଇ ଆଣିପାରିବେ। ଯଦି ଆପଣଙ୍କ 5 ଦିନ ହୋଇସାରିଛି ତେବେ ଶାଢ଼ୀ, ଚୁଡ଼ି, ଶଙ୍ଖାକୁ ପିନ୍ଧି ମଧ୍ୟ ପାରିବେ। ଏହି ଦିନ ଆପଣ ଭୁଲରେ ବି ପର ନିନ୍ଦା ପରଚର୍ଚ୍ଚା କରନ୍ତୁ ନାହିଁ, ଅନ୍ୟ ଚୁଗୁଲି ମଧ୍ୟ କରନ୍ତୁ ନାହିଁ ଏବଂ ଦିନରେ ଶୟନ କେବେ ବି କରନ୍ତୁ ନାହିଁ। ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆପଣ ଏହି ଦିନ
ବ୍ରହ୍ମ ମୁହୂର୍ତ୍ତରୁ ଉଠି ସ୍ନାନ କାର୍ଯ୍ୟ ସାରି ନିଜର ବ୍ରତ ଆରମ୍ଭ କରିବା ପାଇଁ ଚେଷ୍ଟା କରନ୍ତୁ। ଏହି ଦିନ କେବେ ବି ସକାଳେ ମଧ୍ୟ ଡେରିରେ ଉଠନ୍ତୁ ନାହିଁ। ଜଲ୍ଦି ଉଠି ନିଜର ନିତ୍ୟକର୍ମ ଏବଂ ସ୍ନାନ କରି ନିଅନ୍ତୁ। ଯଦି ଆପଣ ଗର୍ଭବତୀ ଅଛନ୍ତି, ଆପଣ ପୂଜା କରିବେ କିନ୍ତୁ ଉପବାସ ରୁହନ୍ତୁ ନାହିଁ, କାରଣ ସମ୍ପୂର୍ଣ୍ଣ ଉପବାସ ରହିବା ଦ୍ୱାରା ଆପଣଙ୍କ ଏବଂ ଆପଣଙ୍କ ପିଲାର ଖରାପ ହୋଇଥାଏ। ତେଣୁ ଆପଣ ଏହି ଦିନ ଜଲ୍ଦି ପୂଜା ସାରି ଫଳମୂଳ, ସାବୁ, ଗଜାମୁଗ, ଗଜାବୁଟ ଖାଆନ୍ତୁ। ଫଳ ଜୁସ୍ ପିଅନ୍ତୁ। ବାହାରର ଜୁସ୍ ନ ପିଇ ଘର ତିଆରି ଜୁସ୍ ପିଅନ୍ତୁ, କିନ୍ତୁ କେବେ ବି ସମ୍ପୂର୍ଣ୍ଣ ଉପବାସ ରୁହନ୍ତୁ ନାହିଁ, କାରଣ ଏହା ଛୁଆ ଓ ମା'ର ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ। ଏହା ବ୍ୟତୀତ ଯେଉଁ ମହିଳାମାନଙ୍କର ଶରୀର ଅସୁସ୍ଥ ଅଛି, ସେମାନେ ସାତ୍ୱିକ ଭୋଜନ ଗ୍ରହଣ କରିପାରିବେ, ଯେମିତିକି ପଣା ପିଇପାରିବେ, ସାବୁ, ଫଳମୂଳ ଖାଇପାରିବେ, କିନ୍ତୁ ଆପଣ ମଧ୍ୟ ସମ୍ପୂର୍ଣ୍ଣ ଉପାସ ନ ରହି ଶୀଘ୍ର ପୂଜା ସାରି ଖାଇବା ଉଚିତ। ସାବିତ୍ରୀ ବ୍ରତ ଦିନ ଆପଣ ବ୍ରତଟିକୁ ହାତରେ ଦିନସାରା ଧାରଣ କରି ରଖନ୍ତୁ ଏବଂ ତା ପରଦିନ ବ୍ରତଟିକୁ ଆପଣ ସ୍ନାନ ସାରି ଠାକୁର ପୂଜା ସାରି କୌଣସି ଏକ ଜଳାଶୟରେ ବିସର୍ଜନ କରନ୍ତୁ। କିନ୍ତୁ ଯଦି କୌଣସି ଜଳାଶୟ ନାହିଁ, ତେବେ କଦଳୀ ଗଛ ମୂଳରେ ପୋତି ପାରିବେ। ଏହି ଦିନ କାହାରିକୁ କଟୁ କଥା କିମ୍ବା ଖରାପ କଥା କୁହନ୍ତୁ ନାହିଁ। ମନକୁ ଖରାପ ଚିନ୍ତାଧାରା ଆଣନ୍ତୁ ନାହିଁ। ଏହି ଦିନ ମା ସାବିତ୍ରୀଙ୍କୁ ସ୍ମରଣ କରି ପ୍ରଭୁ ଲକ୍ଷ୍ମୀ ନାରାୟଣ, ଶିବ ପାର୍ବତୀଙ୍କୁ ସ୍ମରଣ କରନ୍ତୁ, ଯାହା ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବେ। ଏହି ଦିନ ସ୍ୱାମୀଙ୍କ ମଙ୍ଗଳ କାମନା କରନ୍ତୁ ଏବଂ ଭଗବାନଙ୍କର ସ୍ମରଣ କରନ୍ତୁ। ଏହି ଦିନ ଶୃଙ୍ଗାର ଜାତୀୟ ଜିନିଷ କାହାକୁ ଦାନ କରନ୍ତୁ, ତେବେ ଆପଣଙ୍କୁ ମା ସାବିତ୍ରୀଙ୍କର କୃପା ମିଳିବ। ନିଜର ବ୍ୟବହୃତ ଶୃଙ୍ଗାର ଦ୍ରବ୍ୟ କେବେ କାହାରିକୁ ଆପଣ ଦାନ କରିବେ ନାହିଁ। ଏହାଦ୍ୱାରା ସ୍ୱାମୀଙ୍କର ଅମଙ୍ଗଳ ହୋଇଥାଏ। ଏହି ଦିନ ଆପଣ ନୂଆ ଶୃଙ୍ଗାର ଦ୍ରବ୍ୟ କିଣି ଦାନ କଲେ ଆପଣଙ୍କୁ ଅଖଣ୍ଡ ସୌଭାଗ୍ୟବତୀର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ବ୍ରତଟି ଆପଣ ସମ୍ପୂର୍ଣ୍ଣ ନିଷ୍ଠାର ସହିତ ଏବଂ ଖୁସି ମନରେ ପାଳନ କରିବା ଉଚିତ। ଏପରି କରିବା ଦ୍ୱାରା ବହୁତ ମଙ୍ଗଳ ହୋଇଥାଏ। ବିବାହିତା ନାରୀମାନେ ମନେ ରଖିବେ, ସାବିତ୍ରୀ ବ୍ରତ ଦିନ କେବେ ବି କଳା ରଙ୍ଗର ବସ୍ତ୍ର ଏବଂ କଳା ରଙ୍ଗର ଚୁଡ଼ି ପରିଧାନ କରିବେ ନାହିଁ। କେବଳ କଳା ରଙ୍ଗ ନୁହେଁ, ଧଳା ଏବଂ ନୀଳ ରଙ୍ଗର ବସ୍ତ୍ର ଓ ଚୁଡ଼ି ମଧ୍ୟ ପିନ୍ଧିବେ ନାହିଁ, କାରଣ କଳା ରଙ୍ଗକୁ ନକାରାତ୍ମକ ଶକ୍ତିର ପ୍ରତୀକ ବୋଲି ମନାଯାଇଥାଏ। ଧଳା ରଙ୍ଗଟି ସଧବା ନାରୀଙ୍କ ପାଇଁ ଅଶୁଭ ହୋଇଥାଏ। ତେବେ ଆପଣ ଏହି ଦିନ ଭୁଲରେ ବି ମଧ୍ୟ ଏହି ସବୁ ଜିନିଷ ବ୍ୟବହାର କରନ୍ତୁ ନାହିଁ। ଆପଣ ସାବିତ୍ରୀ ବ୍ରତ ଦିନ ଯଦି ଲାଲ ରଙ୍ଗର ଶାଢ଼ୀ, ଲାଲ ରଙ୍ଗର ଚୁଡ଼ି ପୂଜା କରି ତାକୁ ପିନ୍ଧନ୍ତି, ନିହାତି ଏହା ଆପଣଙ୍କ ପାଇଁ ଶୁଭମୟ ହୋଇଥାଏ। ଆପଣଙ୍କୁ ଅଖଣ୍ଡ ସୌଭାଗ୍ୟବତୀର ବରଦାନ ମିଳିଥାଏ। ସାବିତ୍ରୀ ବ୍ରତକୁ ଆପଣ 3 ଦିନ ନିଷ୍ଠାର ସହ ପାଳନ କରିବା ଦ୍ୱାରା ମଧ୍ୟ ଆପଣ ସୌଭାଗ୍ୟବତୀ ହୋଇଥାନ୍ତି। ଏହାଦ୍ୱାରା ଆପଣଙ୍କୁ ଅନେକ ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ। ଏହି 3 ଦିନ ପୋଡ଼ା ଦ୍ରବ୍ୟ, ଆମିଷ, ନିମ୍ବ, ପିତା ଓ ପିଆଜ ରସୁଣ ଖାଆନ୍ତୁ ନାହିଁ ଏବଂ ତା ସହିତ ଏହି 3 ଦିନ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରଖିବା ଉଚିତ ନୁହେଁ। ଏହି ଦିନ ଆପଣ ନିଜ ଘରେ ମିଠା ଜିନିଷ କିଛି ପ୍ରସ୍ତୁତ କରି ଠାକୁରଙ୍କ ପାଖରେ ଭୋଗ ଲଗାନ୍ତୁ ଏବଂ ଏହାକୁ ପରିବାରର ସଦସ୍ୟ ମଧ୍ୟରେ ବାଣ୍ଟି ଦିଅନ୍ତୁ। ବନ୍ଧୁମାନେ, ପୂଜା ଦିନ ଆପଣ ଯାହା ବି ପୂଜାରେ ବ୍ୟବହାର କରିବେ, ଦେଖିବେ ସେ ସବୁ ଖଣ୍ଡିତ ହୋଇନଥିବ। ଖଣ୍ଡିତ ଜିନିଷ ପୂଜା କରିବା ଦ୍ୱାରା ଅଶୁଭ ହୋଇଥାଏ। ସାବିତ୍ରୀ ବ୍ରତ ଦିନ ଯଦି ଆପଣ ମା'ଙ୍କୁ ଲାଲ ରଙ୍ଗର ଫୁଲକୁ ଅର୍ପଣ କରନ୍ତି, ତେବେ ଏହାଦ୍ୱାରା ଆପଣଙ୍କ ଘରେ ସୁଖ ଶାନ୍ତି ବୃଦ୍ଧି ହୋଇଥାଏ। ଏହି ଦିନ ଆପଣ ଷୋଳ ଶୃଙ୍ଗାର ସଜ୍ଜିତ ହେବାକୁ ଭୁଲନ୍ତୁ ନାହିଁ। ନାରୀମାନେ ଏହି ଦିନ ଶୃଙ୍ଗାରରେ ସଜ୍ଜିତ ହେବା ଦ୍ୱାରା ସ୍ୱାମୀମାନେ ଦୀର୍ଘାୟୁ ପ୍ରାପ୍ତ ହୋଇଥାନ୍ତି। ସଧବା ନାରୀମାନେ ଶୃଙ୍ଗାର କରିବା ଅତ୍ୟନ୍ତ ଆବଶ୍ୟକ। ଏହି ଦିନ ନାରୀମାନେ ଲାଲ ରଙ୍ଗର ଶାଢ଼ୀ, ଚୁଡ଼ି, ଷୋଳ ଶୃଙ୍ଗାରରେ ସଜ୍ଜିତ ହୋଇଥାନ୍ତି, ତ ଏହା ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ମଙ୍ଗଳ ମଧ୍ୟ ହୋଇଥାଏ।
ପୂଜାରେ ଆପଣ ସବୁ ପ୍ରକାରର ଫୁଲ ଫଳ ବ୍ୟବହାର କରିପାରିବେ। ଯଦି ଆପଣଙ୍କ ପାଖରେ ସବୁ ପ୍ରକାରର ଫଳ ନାହିଁ ତେବେ ଆପଣ 5 ପ୍ରକାରର ଫଳ ମଧ୍ୟ ପୂଜା କରିପାରିବେ। ଯଦି 5 ପ୍ରକାରର ଫଳ ନଥାଏ ତାହେଲେ 5 ପ୍ରକାରର ବୀଜରେ ମଧ୍ୟ କରିପାରିବେ। ପୂଜା ଦିନ ଯଦି ନିଜ ସ୍ୱାମୀଙ୍କ ପଇସାରେ ପୂଜା କରନ୍ତି ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ଯଦି ଆପଣଙ୍କ ବାପଘରର ସାମର୍ଥ୍ୟ ଥାଏ, ଆମେ ଜାଣିଛେ ଯେ ସାବିତ୍ରୀ ଭାର ବାପଘରୁ ଆସିଥାଏ ଏବଂ ସେଥିରେ ପୂଜା କରାଯାଏ। କିନ୍ତୁ ଯଦି ସାମର୍ଥ୍ୟ ନଥାଏ ତେବେ କୌଣସି ଅସୁବିଧା ନାହିଁ, ନିଜ ସ୍ୱାମୀଙ୍କ ପଇସାରେ କରିପାରିଲେ ମଧ୍ୟ ଆପଣଙ୍କର ମଙ୍ଗଳ ହେବ। ମା ବାପାଙ୍କୁ କଷ୍ଟ ଦେଇ ତାଙ୍କ ପଇସାରେ ପୂଜା କଲେ ସ୍ୱାମୀର ଅମଙ୍ଗଳ ହୋଇଥାଏ। ତେବେ ବନ୍ଧୁ ମାନେ ସାବିତ୍ରୀ ବ୍ରତ ଦିନ ସ୍ୱାମୀର ପାଦଧୁଆ ପାଣି ପିଇଥାନ୍ତି, ହେଲେ ଏମିତି କିଛି ଶାସ୍ତ୍ରରେ ଲେଖା ନାହିଁ। ଏହା ଲୋକମାନଙ୍କ ପ୍ରଚଳିତ। ସାବିତ୍ରୀ ବ୍ରତ ଦିନ ଲକ୍ଷ୍ମୀ ନାରାୟଣ ତ ଶିବ ପାର୍ବତୀ ସତ୍ୟବାନ ସାବିତ୍ରୀଙ୍କର ପୂଜା କରିଥାନ୍ତି ଏବଂ ଯମରାଜଙ୍କୁ ମଧ୍ୟ ପୂଜା କରାଯାଏ। କାରଣ ସାବିତ୍ରୀ ତାଙ୍କ ସ୍ୱାମୀ ପାଇଁ ଯମରାଜଙ୍କୁ ପୂଜା କରିଥିଲେ। ସାବିତ୍ରୀ ବ୍ରତ ଦିନ ସମସ୍ତ ଯୁଗଳ ମୂର୍ତ୍ତିମାନଙ୍କ ଦର୍ଶନ କରାଯାଏ। ଯେମିତିକି ଲକ୍ଷ୍ମୀ ନାରାୟଣ, ଶିବ ପାର୍ବତୀ ଆଦି ଯୁଗଳ ମୂର୍ତ୍ତିକୁ ଦର୍ଶନ କଲେ ଶୁଭ ଫଳ ମିଳିଥାଏ, ଯାହାଦ୍ୱାରା ଆପଣ ସ୍ୱାମୀ ସ୍ତ୍ରୀ ଯୋଡ଼ି ହୋଇକି ଜୀବନ ସାରା ରହିବେ। 7 ଜନ୍ମ ପର୍ଯ୍ୟନ୍ତ ଆପଣ ସ୍ୱାମୀ ସ୍ତ୍ରୀ ଭାବେ ବାନ୍ଧି ହୋଇ ରହିବେ। ତେବେ ବନ୍ଧୁଗଣ, ଶେଷ ଏବଂ ମୁଖ୍ୟ କଥା ହେଉଛି ସାବିତ୍ରୀ ବ୍ରତ ଆମେ ସ୍ୱାମୀଙ୍କ ପାଇଁ ପାଳନ କରିଥାଉ। ସ୍ୱାମୀଙ୍କ ପାଖରେ ଭକ୍ତିଭାବ ଏବଂ ନିଷ୍ଠାପର ଭାବନା ରଖିବା ମୁଖ୍ୟ କଥା। ଆପଣଙ୍କର ଯଦି ନିଜ ସ୍ୱାମୀଙ୍କ ପ୍ରତି ନିଷ୍ଠାପର ଭାବନା ନଥାଏ, ଭଲ ପାଇବା ନଥାଏ, ଆପଣଙ୍କର ସ୍ୱାମୀ ପ୍ରତି ସମର୍ପଣ ଭାବ ନଥାଏ, ତେବେ ସାବିତ୍ରୀ ବ୍ରତ ପୂଜାର ମଧ୍ୟ କୌଣସି ମୂଲ୍ୟ ନଥାଏ। କିନ୍ତୁ ଆପଣ ଯଦି ସ୍ୱାମୀଙ୍କ ପ୍ରତି ସମ୍ପୂର୍ଣ୍ଣ ସମର୍ପିତ ଅଟନ୍ତି, ସ୍ୱାମୀଙ୍କ ପାଇଁ ନିଷ୍ଠାପର ଭାବନା ରହିଥାଏ, ତ୍ୟାଗ ଭାବନା ରହିଥାଏ, ଯଦି ପ୍ରକୃତିରେ ଆପଣ ସ୍ୱାମୀଙ୍କୁ ଦେବତା ରୂପେ ସମ୍ମାନ କରୁଥାନ୍ତି, ତେବେ ସାବିତ୍ରୀ ବ୍ରତ ଦିନ ଆପଣଙ୍କୁ ନିଶ୍ଚିତ ରୂପେ ନିଷ୍ଠାର ସହ ପାଳନ କରି ସୌଭାଗ୍ୟବତୀ ହୋଇଥାନ୍ତୁ ଏବଂ ସ୍ୱାମୀଙ୍କର ମଧ୍ୟ ମଙ୍ଗଳ ହୋଇଥାଏ। ତେବେ ଦର୍ଶକ ବନ୍ଧୁ, ଆଶା କରୁଛି ଆଜିର ଏହି ଭିଡ଼ିଓଟି ମୋର ନିଶ୍ଚୟ ଭଲ ଲାଗିବ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ଭିଡ଼ିଓଟିକୁ ଗୋଟିଏ ଲାଇକ୍ ସବସ୍କ୍ରାଇବ୍ ନିହାତି କରନ୍ତୁ। ଜୟ ଜଗନ୍ନାଥ।